परम प्रेममय परम दयाल श्री श्री ठाकुर अनुकूल चंद्रଙ୍କ ଶ୍ରୀଚରଣରେ ମୋର ଶତ ସହସ୍ର କୋଟି ପ୍ରଣାମ। परम आराध्या जगज्जननी बड़माଙ୍କ ଶ୍ରୀଚରଣରେ ମୋର ପ୍ରଣାମ। परम ପୂଜ୍ୟପାଦ ବଡ଼ଦାଙ୍କ ଶ୍ରୀଚରଣରେ ମୋର ପ୍ରଣାମ। ପୂଜ୍ୟପାଦ ଆଚାର୍ଯ୍ୟ ଦେବଙ୍କ ଶ୍ରୀଚରଣରେ ମୋର ପ୍ରଣାମ। ମୋର ଏହି ଭିଡ଼ିଓ ଦେଖୁଥିବା ଅଗଣିତ ଇଷ୍ଟ ପ୍ରାଣ ଗୁରୁଭାଇ ଗୁରୁମାମାନଙ୍କୁ ମୋର ଅନ୍ତରରୁ ଶ୍ରଦ୍ଧାପୂର୍ବକ ଜୟ ଗୁରୁ। ମୋର ଏହି ଚ୍ୟାନେଲରେ ମୁଁ ସମସ୍ତଙ୍କୁ ଶ୍ରଦ୍ଧାର ସହ ସ୍ୱାଗତ ଜଣାଉଛି। ଆଜିର ପ୍ରସଙ୍ଗଟି ହେଉଛି ଶ୍ରୀକ୍ଷେତ୍ର ଲୀଳା। ପୁରୁଷୋତ୍ତମ କ୍ଷେତ୍ର ପୁରୀକୁ ଶ୍ରୀ ଶ୍ରୀ ଠାକୁରଙ୍କ ଆଗମନ ଅବିସ୍ମରଣୀୟ ତଥା ବିଧି ନିର୍ଦ୍ଦିଷ୍ଟ। ବିଶ୍ୱର ସମସ୍ତ ଧର୍ମଗୁରୁ ଧର୍ମ ପରିବ୍ରାଜକ ଆଧ୍ୟାତ୍ମିକ ଗୁରୁମାନେ ଆସିଥାନ୍ତି ଶ୍ରୀକ୍ଷେତ୍ର ପୁରୀକୁ ଭକ୍ତମାନଙ୍କ ଧର୍ମୀୟ ଭାବନାକୁ ବାସ୍ତବାୟିତ କରିବାକୁ, ଭକ୍ତଙ୍କୁ ନେଇ ଲୀଳା କରିବାକୁ। ଇତିହାସ ପୃଷ୍ଠାରୁ ଦେଖିବାକୁ ମିଳେ ଏହି ତଥ୍ୟ, ଯାହା ଦିନେ ସମ୍ଭବ ହୋଇଥିଲା ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ ନେଇ। ସେହି ସମୟରେ ମାନବ ଶରୀରରେ ଦେବତ୍ୱର ଲୀଳା ବିଶ୍ୱଭୂମିର କୋଣ ଅନୁକୋଣରେ ଫିଟି ପଡ଼ୁଥିଲା ବେଳେ ଭକ୍ତର ଆବେଗପୂର୍ଣ୍ଣ ଶ୍ରଦ୍ଧା ସୁମନଟିଏ ଥିଲା ଏ ଯୁଗର ଭଗୀରଥ ଶ୍ରୀଯୁକ୍ତ ଜାନକୀନାଥ ବୋଷ ଏବଂ ଶ୍ରୀମତୀ ପ୍ରଭାମୟୀ ଦେବୀଙ୍କର ଶ୍ରୀକ୍ଷେତ୍ର ପୁରୀ ଧାମକୁ ବିଜେ କରିବାକୁ ସ୍ୱୟଂ ପରଂବ୍ରହ୍ମଙ୍କର ସହୃଦୟ ନିବେଦନ ତଥା ଆକୁଳ ଆବେଗ ଉଚ୍ଛ୍ୱସିତ ଇଷ୍ଟବାହକ ବୋଷ ଦମ୍ପତି ମାତା ମନମୋହିନୀଙ୍କ ପାଦତଳେ ପ୍ରାର୍ଥନା ରଖିଥିଲେ। ସର୍ବତୀର୍ଥର ମିଳନସ୍ଥଳୀ ଦେବଭୂମି ପୁରୀରେ ଲୀଳା କରିବା ପାଇଁ ମାନବ ଦେହଧାରୀ ପରମ ପୁରୁଷ କେମିତି ବା ଆଗ୍ରହ କରିଥାନ୍ତେ। ଶ୍ରୀ ଶ୍ରୀ ମାତା ମନମୋହିନୀଙ୍କ ଏକାନ୍ତ ଇଚ୍ଛା ପୂରଣ କରିବାକୁ ଯାଇ ପରମ ଦୟାଲ ସ୍ଥିର କରିଥିଲେ ବୋଷ ଦମ୍ପତିଙ୍କ ସହ ପୁରୀ ଯାତ୍ରା ପାଇଁ। 1922 ମସିହାରେ ଡିସେମ୍ବର ମାସ 31 ତାରିଖରେ ପୁରୀ ଉଦ୍ଦେଶ୍ୟରେ ଶ୍ରୀ ଶ୍ରୀ ଠାକୁର, ଶ୍ରୀ ଶ୍ରୀ ବଡ଼ମା, ମାତାରାଣୀ ଠାକୁର ପରିବାର ସଦସ୍ୟ, ଅନନ୍ତ ମହାରାଜ, ନଫର ଘୋଷ, ସୁଶୀଲ ଦାଙ୍କୁ ଧରି ପୁରୀରେ ପହଞ୍ଚି ଯାଇଥିଲେ। 1923 ଜାନୁଆରୀ 2 ତାରିଖ ସେଦିନ ଥିଲା। ବୋଷ ଦାଙ୍କ ହରନାଥ ଲଜ୍ ସେହି ସମୟରେ ଭକ୍ତ ଭଗବାନଙ୍କ ମିଳନର ପବିତ୍ର ତୀର୍ଥକ୍ଷେତ୍ର ପାଲଟି ଯାଇଥିଲା। ଦିନକୁ ଦିନ ଲୋକସଂଖ୍ୟା ବୃଦ୍ଧି ହେବାକୁ ଲାଗିଥିଲା। 1.5 ମାସରୁ ଊର୍ଦ୍ଧ୍ୱ ରହଣି କାଳ ମଧ୍ୟରେ ସମସ୍ତ ବ୍ୟୟଭାର ବୋଷ ଦମ୍ପତି ଗ୍ରହଣ କରିଥିଲେ। ପ୍ରତ୍ୟୁଷରୁ ବିଭିନ୍ନ କୀର୍ତ୍ତନ ଦଳ ସମଗ୍ର ପୁରୀ ସହରରେ ଉଦଣ୍ଡ କୀର୍ତ୍ତନ ଆରମ୍ଭ କରି ଦେଉଥିଲେ। ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଉଦଣ୍ଡ କୀର୍ତ୍ତନ ଗଗନ ପବନ ମୁଖରିତ କରିଥିଲା। ପଣ୍ଡାମାନେ ପ୍ରତିରୋଧ କରିବାକୁ ଯାଇ ହାରି ଯାଇଥିଲେ। ଶେଷରେ ସ୍ୱୟଂ କୀର୍ତ୍ତନର ଭାବରେ ଭାବାୟିତ ହୋଇ ନୃତ୍ୟ କରିବା ଆରମ୍ଭ କରିଦେଇଥିଲେ। ସ୍ୱୟଂ ପରଂବ୍ରହ୍ମ ଶ୍ରୀ ଶ୍ରୀ ଠାକୁର ଦାରୁବ୍ରହ୍ମ ସ୍ୱରୂପ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଶ୍ରୀ ଶ୍ରୀ ଠାକୁର ସର୍ବଦା ନିଜର ଠାକୁରତ୍ୱ ଐଶୀ ଚେତନ ସ୍ୱରୂପକୁ ଆଲୋଚନାର ବିଷୟବସ୍ତୁ ନ କରି ଅନୁଭବର ବିଷୟବସ୍ତୁ ଭାବେ ଭକ୍ତମାନଙ୍କ ହୃଦୟରେ ତୋଳିଦେବାକୁ ଚାହୁଁଥିଲେ। ପ୍ରତିଦିନ ଶ୍ରୀ ଶ୍ରୀ ଠାକୁର ସମୁଦ୍ରରେ ସ୍ନାନ କରି ସମୁଦ୍ର କୂଳେ କୂଳେ ଭ୍ରମଣ କରୁଥିଲେ। ଅଗଣିତ ଭକ୍ତ ମୋହନ କାନ୍ତି ଅପରୂପ ଲାବଣ୍ୟକୁ ଦର୍ଶନ କରି ପ୍ରୀତ ହେଉଥିଲେ। ଏକଦା ପ୍ରାତରୁ ଶ୍ରୀ ଶ୍ରୀ ଠାକୁର ଏକୁଟିଆ ଖଡ଼୍ମ ପିନ୍ଧା ପାଦରେ ସାକ୍ଷୀଗୋପାଳ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ। ମାତା ମନମୋହିନୀ ଦେବୀ ଠାକୁରଙ୍କୁ ଆଖପାଖରେ ଦେଖିବାକୁ ନ ପାଇ ବ୍ୟସ୍ତ ହୋଇ ପଡ଼ିଥିଲେ। ଭକ୍ତମାନେ ମଧ୍ୟ ଖୋଜାଖୋଜି କରୁଥିଲେ, କିନ୍ତୁ ପରମ ପୁରୁଷଙ୍କର ଏହା ଏକ ଲୀଳା ଥିଲା, ଯାହା ସାଧାରଣ ମନୁଷ୍ୟ କିପରି ବା ବୁଝିପାରିଥାନ୍ତା। ସନ୍ଧ୍ୟା ସୁଦ୍ଧା ଶ୍ରୀ ଠାକୁର ହସ ହସ ମୁହଁରେ ଫେରି ଆସିଥିଲେ। କହିଥିଲେ, ସାକ୍ଷୀଗୋପାଳ ପର୍ଯ୍ୟନ୍ତ ଚାଲି ଯାଇଥିଲି, ସେଠାରୁ ଆଗକୁ ଯିବା ହୋଇପାରିଲା ନାହିଁ। ଭକ୍ତ ଶୁଣି ବିସ୍ମିତ ହେଲେ। ସତରେ କ'ଣ ଏହି ସେହି ଗୋପାଳ, ଯିଉ ସ୍ୱଶରୀରରେ ଆମ ପାଖରେ ବିଦ୍ୟମାନ?
ସନ୍ଦେହୀ ଭକ୍ତ ମାନେ ଅନେକ ପରୀକ୍ଷା ନିଏ ପ୍ରଭୁଙ୍କର। ତାଙ୍କୁ ଚିହ୍ନିବା ଯେତେ ନିକଟ ବି ସଂଶୟ ଘେରା ମନରେ ସେ ପୁଣି ଛନ୍ଦି ହୋଇଯାଏ। ଏହି କି ସେ ପରମ ପୁରୁଷ ଯୁଗ ଉଦ୍ଧାରଣ ପାଇଁ, ଆର୍ତ ଜନର ଦୁଃଖ ଦୂର କରିବା ପାଇଁ କଥା କୁହା ନରତନୁ ନେଇ ଆମମାନଙ୍କ ପାଖରେ ବିଦ୍ୟମାନ। କିନ୍ତୁ ହାୟ, ଏ ବିଷୟ ବିଷ ଜର୍ଜରିତ, ବୃତ୍ତି ପ୍ରବୃତ୍ତି ଆଚ୍ଛାଦିତ, କାମନା ବାସନା କବଳିତ ମଣିଷ ନା ସେବେ ତାଙ୍କୁ ବୁଝିପାରିଥିଲା ନା ଏବେ ବୁଝିପାରୁଛି। ଏମାନେ ଏବେ ବି ଧାଇଁଛନ୍ତି କପୋଳ କଳ୍ପିତ ଐଶ୍ୱରିକ ଭାବନା ନେଇ। ଧର୍ମ ଜାଣି ବି ଧରି ରଖିପାରେନା। ମାନବ ଶରୀରରେ ସ୍ୱୟଂ ପରମ ପୁରୁଷ ଅବତୀର୍ଣ୍ଣ ହୁଅନ୍ତି, ଲୀଳା ଖେଳା କରନ୍ତି ଭକ୍ତ ପ୍ରେମ ପିପାସୁ ଶ୍ରଦ୍ଧାଳୁଙ୍କ ସହ। ଏହା ସମ୍ପୂର୍ଣ୍ଣ ସତ୍ୟ। ଯାହା ଗାଏ ପାବନା ହିମାୟିତ ପୁର, ଯାହା ଗାଏ ଦେଓଘର, ଯାହା ଗାଏ ଶ୍ରୀକ୍ଷେତ୍ର, ସେହି ପବିତ୍ର ଶୁଭାନୁଗମନର ମୂକସାକ୍ଷୀ ପୁରୀ ଆବିର୍ଭାବ ମହୋତ୍ସବ ସମସ୍ତ ଭକ୍ତଙ୍କୁ ଚେତାଇ ଦିଏ, ମନେ ପକାଇ ଦିଏ, ମୋ ପ୍ରଭୁ ଦିନେ ଏଇ ଭୂମିରେ ଏଇ ଦିନରେ ଲୀଳା କରିଥିଲେ। ତେଣୁ ସମସ୍ତ ଶ୍ରଦ୍ଧାବନତ ହୃଦୟରେ ଆସନ୍ତୁ, ସେହି ପବିତ୍ର ମାଟି ଛୁଇଁ ପ୍ରଣାମ କରି ଗାଇ ଉଠିବା ବନ୍ଦେ ପୁରୁଷୋତ୍ତମମ୍, ବନ୍ଦେ ପୁରୁଷୋତ୍ତମମ୍, ବନ୍ଦେ ପୁରୁଷୋତ୍ତମମ୍। ଜୟ ଗୁରୁ। ଆପଣଙ୍କୁ ପ୍ରସଙ୍ଗଟି କିପରି ଲାଗିଲା? ଭଲ ଲାଗିଥିଲେ ଲାଇକ୍ କରିବେ ଆଉ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ଠାକୁରଙ୍କର ଆଉ ଗୋଟିଏ କଥା ଶୁଣନ୍ତୁ। ରୀତି କିନ୍ତୁ ସମସ୍ତେ ନୁହନ୍ତି। ଠିକ୍ ନିଷ୍ଠା, ଆଚାର, ଅନୁଚଳନ ଏସବୁ ସିଦ୍ଧ ରୀତି ଆଣେ ଯଜମାନର ସମ୍ବୋଧନ। ଶ୍ରୀ ଶ୍ରୀ ଠାକୁର। ଜୟ ଗୁରୁ।